ରାଧେ ରାଧେ। ଆଜି ହେଉଛି ସୋମବାର ଏବଂ ଏକାଦଶୀ। ଏହି ଏକାଦଶୀକୁ ସଫଲା ଏକାଦଶୀ ବୋଲି କହନ୍ତି। ଚାଲନ୍ତୁ ପ୍ରଥମେ ସଫଲା ଏକାଦଶୀକୁ ମୁଁ ପଦ୍ୟ ଭାବରେ ଆପଣମାନଙ୍କ ପାଖରେ ଗାଇ ଶୁଣେଇବି ଏବଂ ତାପରେ ଏହାର ଅର୍ଥ ବୁଝାଇ କହିବି। ଚାଲନ୍ତୁ ଆରମ୍ଭ କରିବା। ଯୁଧିଷ୍ଠିର ଉବାଚ ବିନୟେ ପଣ୍ଡୁର ସନ୍ତତି ବାସୁଦେବଙ୍କୁ ପଚାରନ୍ତି ଏ ପୌଷ କୃଷ୍ଣ ଏକାଦଶୀ କହିବା ଶ୍ରୀକୃଷ୍ଣ ବିଶେଷୀ ଏହାର କିସ ନାମ ଧେୟ କେଉଁ ବିଧିରେ ଏ ବିଧୟ। ଶ୍ରୀକୃଷ୍ଣ ଉବାଚ କୃଷ୍ଣ କହନ୍ତି ପଣ୍ଡୁସୁତ ଏ ମୋର ଅତ୍ୟନ୍ତ ଗୋପତ ପ୍ରୀତି ହେତୁରୁ ସୁପ୍ରକାଶ କରିବା ଯେୟ ବା ବିଶେଷ ଦକ୍ଷିଣା ବିଶେଷର ବ୍ରତ ସେ ଯଜ୍ଞ ଦାନାଦି ସୁକୃତ ଯେୟ ବା ତୀର୍ଥ ବ୍ରତ ମାନ କେହି ନୁହନ୍ତି ଏ ସମାନ ଏ ମୋର ଯଥା ତୃଷ୍ଟି କର ସେ ରୂପେ ନାହିଁ ଆଉ ପର ରୂପେ ଯେ ଗୀତା ଭାଗବତ କାର୍ତ୍ତିକ ବ୍ରତ ଯେ ବା ଭକ୍ତ ତହୁଁ ଅଧିକ ଏ ଯେ ବ୍ରତ ଜାଣେ ମୋର ପଞ୍ଚଭୂତ ପଞ୍ଚପବନ ପ୍ରାଣ ସମ ଏ ମହାବ୍ରତ ମୋର ପ୍ରାଣ ତେଣୁ ଏ ବ୍ରତ ଯତ୍ନ କରିଲେ ସର୍ବ ନର ନାରୀ ଏ ପୌଷ ମାସ ଏକାଦଶୀ ମାହାତ୍ମ୍ୟ ଗୁଣ ସେ ବିଶେଷୀ ଏବେ ଏକାଦଶୀ କର ଭେଦନ କର ଯୁଧିଷ୍ଠିର ଲୋକମାନଙ୍କ ହିତ ପାଇଁ ଏ କୃଷ୍ଣ ଦୀକ୍ଷା କହିବଇଁ ପୌଷର କୃଷ୍ଣ ଏକାଦଶୀ ନାମେ ସଫଳା କରି ଭାସି ଏଥିରେ ଦେବୀ ନାରାୟଣ ଅଧିଦେବତା କରି ଜାଣ ଯତ୍ନରେ ତାଙ୍କୁ ପୂଜା କର ନାନା ନୈବେଦ୍ୟ ଯୁଧିଷ୍ଠିର ଯେ ରୂପେ ଶେଷ ନାଗ ଈଶ ଗରୁଡ଼ ପକ୍ଷୀଙ୍କ ଅଧୀଶ ଯଥା ଦେବରେ ନାରାୟଣ ଦ୍ୱାପର ମଧ୍ୟରେ ବ୍ରାହ୍ମଣ ନଦୀଙ୍କ ମଧ୍ୟେ ଗଙ୍ଗା ପର ବ୍ରତଙ୍କ ମଧ୍ୟେ ଈଶ୍ୱର ସେଜନ ମାନେ ପୂଜ୍ୟ ମୋର ଯେ ଏକାଦଶୀରେ ତତ୍ପର ଶୁଣ ସଫଳ ବିଧି ରାଜା ଫଳ ମାନରେ ଯହିଁ ପୂଜା ଜମ୍ବିଳ ମୁଗ ନାରିକେଳ ଡାଳିମ୍ବ ବୀଜ ପୁର ଫଳ ଆମ୍ବ ଲବଙ୍ଗ ଜାତି ଫଳ ଅନ୍ୟ ଯେ ବିଶୁଦ୍ଧ ମଧୁର ଫଳେ ପୂଜିବ ନାରାୟଣୀ ଦୀପ ସୁରଭି ଧୂପ ଦାନି ଜାଗର ଦେଇ ଉଜାଗର ହୋଇବ ଦେବତାଗର ଅରୁଣ ଉଦୟ ଅବଧି ଯେ କରେ ଉଜାଗର ବିଧି ଏକାଗ୍ର ମନରେ ତାହାର ପୁଣ୍ୟ କହିବା ଯୁଧିଷ୍ଠିର ଯଜ୍ଞ ଯେ ପୁଣ୍ୟ ସମ ନହେ ଗଙ୍ଗାଦି ତୀର୍ଥ ଉଣା ହୁଏ
ଏଲୋକ ପରଲୋକ ଦୁଇ ଜିଣି ଜ୍ୟୋତି ସ୍ମୃତି ହୋଇ 500 ବର୍ଷ କାଳ ତପସ୍ୟା କରି ଯେତେ ଫଳ ସଫଳ ଦିନେ ଉଜାଗର ହୋଇ ସେ ଫଳ ପାଏ ନର। କହିବା ଅବନି ନାୟକ ଶୁଣ ସୁଫଳ କଥା ଏକ ଅଛଇ ଚମ୍ପାବତୀ ନାମ ଏକଇ ପୁର ସୁସମ୍ପନ୍ନ ତହିଁରେ ରାଜା ମାହିଷ୍ମତ ତାଙ୍କର ହେଲେ 4 ସୁତ ଏକ ଏକରେ ବଳିଆର ଇଚ୍ଛା ଜିଣିବା 3 ପୁର ଏ 4 ଭାଇଙ୍କର ଜ୍ୟେଷ୍ଠ ଦୁଷ୍ଟ ଆଚାରେ ସୁଗରିଷ୍ଠ ନିର୍ଭୟ ପାପ କରିବାରେ ଅତି ତତ୍ପରେ ପରଦାରେ ବେଶ୍ୟା ସଙ୍ଗରେ ଅତିରତ ନିରତେ ପାନ 2 ମତ ପାପ ଆଚାରେ ପିତା ଧନ ବ୍ୟୟ ସେ କଲା ପୁନ ବ୍ରାହ୍ମଣ ବୈଷ୍ଣବ ନିନ୍ଦଇ ନିତ୍ୟ ଅସତ୍ୟ ବୃତେ ଥାଇ ଈଦୃଶ କରିଣ ପୁତ୍ରକୁ ଦେଖି ଶୁଣିଣ କପେ ତାକୁ କ୍ଳମ୍ବକ ନାମା କରି ତାତ ରାଜ୍ୟରୁ କଲେ ନିଷ୍କାସିତ ବନ୍ଧୁ ବାନ୍ଧବ ପ୍ରଜାମାନେ ଭୟରେ ନ ରଖିଲେ ସ୍ଥାନେ କଦାପି ସ୍ୱାଭାବିକ ଗୁଣ ଦଣ୍ଡମଣ୍ଡରେ ନୁହେଁ ଆନ ଦେଖନ୍ତି ସେହି ଗୁଣ ପରେ ଲମ୍ବକ ବିଚାରିଲା ଥରେ କଲି ମୁଁ ବହୁତ କୁକର୍ମ ପିତାଦିଙ୍କର ଏକି ଧର୍ମ ନଦେଲେ ଖାଇବାକୁ ମୋତେ ରାଜ୍ୟରୁ ନିଷ୍କାସି ସମସ୍ତେ ଏତେ ବିଚାରି ସେ ପାପିଷ୍ଠ ପୁଣି ହିଁ ପାପରେ ପ୍ରବିଷ୍ଟ ସିଦ୍ଧାନ୍ତ କଲା ବନେ ଥିବି ପିତାର ରାଜ୍ୟକୁ ନ ଯିବି ଏତେ ବିଚାରି ସେ ଲମ୍ବକ ଗଲା ଗହନ ବନ ଏକ ତହିଁରେ ବହୁ ଜୀବ ମାରି ପିତାଙ୍କ ରାଜ୍ୟ ଚୋରି କରି କଲା ସେ ବୃତ୍ତି ନିରନ୍ତର ନହିଲା ନିବୃତ୍ତି ଅନ୍ତର ଶୁଦ୍ଧମତିରେ ଧରି ଲୋକେ ନ ମାରି ଛାଡ଼ି ଦେଲେ ଶୋକେ ନିତ୍ୟ ଆମିଷେ ଥାନ୍ତି ରତ ଯେ ଅବାଚର୍ଯ୍ୟ ବେଶ୍ୟାରତ ଏ ସର୍ବ ଜନ୍ମାନ୍ତର ପାପ ହେତୁରୁ ହୋଇଲା ହେ ନୃପ ଅତି ଦୁରନ୍ତ ପାପ ଭୋଗ କହନ୍ତେ ଫଳ ହେଲା ଭୋଗ କରିବି କିମ୍ପା ଜୀବ ଘାତ ଯହୁ ନରକେ ହୁଏ ପାତ ଏବନେ ଏତେ ଫଳ ଅଛି ଖାଇବି ମୋ ମନକୁ ବାଛି କିମ୍ପା କରିବି ଘରେ ଚୋରି ଦୁଃଖ ପାଇବି ଅର୍ଜି କରି ବେଶ୍ୟାକୁ ଧନ ଦେଲି କେତେ ତାହା ନ ଦେଲି ସାଧୁ ହସ୍ତେ ଦେଖ ଏ ପାପ ପୁଣ୍ୟ ଗତି ବଦଳି ଗଲା ସେହି ମତି ଏ ରୂପେ ପାପ ପୁଣ୍ୟ ଗତି
ଶୁଣି ବିସ୍ମିତ ନରପତି ପୁଣି କୃଷ୍ଣଙ୍କୁ ପଚାରିଲେ, ଲମ୍ବକ କେଉଁ ବୃତ୍ତି କଲେ? କୃଷ୍ଣ କହିଲେ, ପଣ୍ଡୁସୁତ ଶୁଣ ସେ କଲେ ଋଷି ବୃତ। ଆଶ୍ରମ ଅଶ୍ୱତ୍ଥର ତଳେ ରହି ବଞ୍ଚିଲେ ଫଳମୂଳେ। ଏହି ଆଶ୍ରମେ ଥାଇ ତାର କ୍ରମରେ ଗଲା କେତେ କାଳ। ପୁଷ ଆଗତ ଦଶମୀରେ ଲମ୍ବକ ଅତି ଶୀତ ଡରେ ନ ଖାଇ ରହିଲା କନିଶି। ରାତ୍ର ପାହିଲା ଏକାଦଶୀ ପ୍ରାତଃକାଳର ସ୍ନାନ କଲା। ତତ୍କାଳ ସାରି ବିଚାରିଲା ଆଣିଲା କିଛି ଫଳମୂଳ। ଆଶ୍ରମେ ରଖିଲା ସକଳ ଖାଇବ ବୋଲି ଆପେ ବାଢ଼ି। ଆପଣା ଘର ମନେ ପଡ଼ି ଜାତ ହେବାରୁ ଅତି ଦୁଃଖ ହେଲା ସେ ଆତ୍ମାରେ ବିମୁଖ। ପ୍ରୟାସ ଦୁର୍ବଳାଚାରୀର ତହିଁରେ ଚିନ୍ତା ଅତି ଘୋର। ପୁଷ ମାସରେ ହିମ ପଡ଼ି ଗଲା ଲମ୍ବକ ଅତି ସଢ଼ି। କଥା ନ କହେ ଦନ୍ତ ଥରେ ଭାଗ୍ୟବଶରୁ କୃଷ୍ଣ ସ୍ଫୁରେ। ଉଠି ନ ପାରେ ଦେହ ଥରେ କୃଷ୍ଣ ଉଚ୍ଚାରେ ଅତି ଧୀରେ। ଏ ରୂପେ ବୋଲୁ ବୋଲୁ ଦିନ ଗଲା ପ୍ରବେଶ ହେଲା ମନ। ଅତି ଦୁର୍ବଳ ସେ ପ୍ରୟାସ ତହିଁରେ ହେଲା ଉପବାସ। ଶୀତରେ ହେଲା ଥର ଥର ଉଠି ନ ପାରି ହୁଏ ସ୍ଥିର। ଦୁଃଖ ବିଚାରି ମୃତ୍ୟୁ ସୁଖ ମରିବି ନ ସହିବି ଦୁଃଖ। ଏତେ ବିଚାରି ଥର ଥର ହୋଇ ଉଠିଲା ଦେଇ ଭାର। ବଳେ ଧଇଲା ଫଳମାନ ବୋଇଲା ପ୍ରଭୁ ନାରାୟଣ। ଶୀତ ହୋଇଲା ଦୁଃଖ ନହୁ ଅଥବା ଦୁଃଖୁ ଦୁଃଖ ଯାଉ। ଏମନ୍ତ ବୋଲି ଫଳମୂଳ ରଖି ଅଶ୍ୱତ୍ଥ ବୃକ୍ଷ ମୂଳ। ଦୁଃଖରୁ କିଛି ନ ଖାଇଲା ନ ଖାନ୍ତେ ନିଦ୍ରା ହିଁ ନୋହିଲା। ବାତ କମ୍ପିତ ବୃକ୍ଷ ଡାଳୁ ହିମ ଶିକର ପଡ଼ିବାରୁ। ଶୀତାଇ ଯାଏ ସେ ଲମ୍ବକ କିଏ ବା ପଡ଼ନ୍ତି ମୃତକ। ମୃତକ ଭେଦ ଚାହିଁବାର କରଇ ମନରେ ବିଚାର। କେତେ ଦୁଷ୍କୃତ କରିଥିଲି ଏ ଘୋର ବନରେ ରହିଲି। ଛାଡ଼ିଲି ଚମ୍ପାବତୀ ପୁର ଆପଣା ପିତା ମାତା ଘର। ଏକାକୀ ହୋଇ ଏଥି ରହି ନ କଲେ ମୋର ଦୟା କେହି। ତାହାଙ୍କୁ କିମ୍ପାଇଁ ବୋଲିବି ଆପଣା କର୍ମକୁ ଭୁଞ୍ଜିବି। ଈଶ୍ୱର କର୍ମ ଫଳଦାତା ରାଜଦଣ୍ଡରୁ ଦଣ୍ଡଦାତା। ଗଲା ଲୋକର ଦୃଢ଼ ହୋଇ କୁକର୍ମ କର୍ତ୍ତା ନିନ୍ଦା ପାଇ। ଏହାକୁ ଯହୁଁ ନିନ୍ଦା କଲି ଅଧିକ ଦୁଷ୍କୃତ ଅର୍ଜିଲି।
ଏ ମୋର ସର୍ବ ପାପ ମାନ ନାଶ କର ହେ ନାରାୟଣ। ଏତେ ବିଚାରି ଉଠି ମନ ନ ପାରି ହେଲା ଅଚେତନ। ଦେଖିଲା ରାତ୍ର ଅବଶେଷ କାଲୁ ହୋଇଛି ଉପବାସ। ସ୍ନାନ କରିବି ବୋଲି ଗଲା ମାର୍ଗରେ ମୋହରେ ପଡ଼ିଲା। ମୋହ ଛାଡ଼ିଣ ଦିଗ ଚାହିଁ ଦେଖିଲି ସୂର୍ଯ୍ୟ ଉଦୟ ହୋଇ। ଏହି କାଳରେ ନାରାୟଣ ଘେନିତା ଦୁଃଖ ନିବେଦନ। ସଫଳ ପରବେଶ ହୋଇ ମଣିଲେ ମହାବ୍ରତୀ ହୋଇ। କଲାଏ ସୂତା ଜାଗରଣ ଫଳମାନଙ୍କ ସମର୍ପଣ। ମୋ ନାମ ପୁନ ପୁନ ଧରି ଯେଣୁ ସଫଳା ବ୍ରତ କରି। ଏଣୁ ଏ କିଛି ଫଳ ପାଉ ଏହାର ଦୁର୍ଗତି ଯେ ଯାଉ। ଏମନ୍ତ ବିଚାରନ୍ତେ ହରି ସର୍ବସମ୍ପଦ ଆଗ କରି। ଲମ୍ବକ ରୂପେ ଚମତ୍କାର କଙ୍କଣ ବୀର ବଲିହାର। ଏହି ସମୟେ ଖୋଜା ଖୋଜି ଭେଟିଲେ ଆତ୍ମମନ୍ତ୍ରୀ ରାଜି। ଦେଖି ସୁସ୍ନାନ କରାଇଲେ ପିତାଙ୍କ ହକରା କହିଲେ। ଖୁଆଇ ମିଷ୍ଟ ଦ୍ରବ୍ୟମାନ ଦେଉ ଆତ୍ମୀୟ ଦିବ୍ୟଜାନ। ଚାହିଁ ଅସ୍ୱସ୍ଥ ତରୁ ରାଜା କରିଣ ମାନସିକ ପୂଜା। ଗଲେ ସେ ଦିବ୍ୟଯାନ ଚଢ଼ି ବିଷ୍ଣୁ କବଚ ମନେ ପଡ଼ି। ପ୍ରବେଶ ହେଲେ ଚମ୍ପାବତୀ ଆନନ୍ଦେ ସମସ୍ତ ଦେଖନ୍ତି। ଉଠି ଆପଣା ମାହିଷ୍ମତ ବସାଇ ଅଙ୍କରେ ତୁରିତ। ପୁତ୍ରକୁ ସମ୍ଭାବନା କଲେ କି ନ କଲେ କୃଷ୍ଣ ତୁଲେ। ଦେଲେ ଆପଣା ଅଧିକାର ସମର୍ପି ସବୁ ରାଜ୍ୟଭାର। ଅଙ୍କରୁ ଉଠି ଯୁବରାଜା କଲେ ପିତାଙ୍କ ପାଦେ ପୂଜା। ମାତୃଗଣଙ୍କୁ ପୂଜା କରି ରହିଲେ ନିଜ ସ୍ଥାନ ବରି। ପାଳିଲେ ଧର୍ମେ ପ୍ରଜାଗଣ ଭକ୍ତିରେ ବୈଷ୍ଣବ ବ୍ରାହ୍ମଣ। ଭଜିଲେ ଭଗବାନ ପଦ ସେହରେ ସମସ୍ତ ବିପଦ। ଆଶ୍ରମ ଧର୍ମ ଆଶ୍ରେ କରି ମାଇଲେ ଶୁଦ୍ଧ ପୁତ୍ର ଚାରି। ବିଷ୍ଣୁ ବୈଷ୍ଣବ ଦୃଢ଼ ଭକ୍ତି ଜାଣି ନୃପତି ହେଲେ ତୃପ୍ତି। ହକାରି ପୁତ୍ରକୁ ଅଣାଇ ଦେଲେ ଚାମର ଛତ୍ର ଦୁଇ। ଚମ୍ପାବତୀ କି ସମର୍ପିଲେ ରାଜତ୍ୱ କରତୁ ବୋଇଲେ। ଅମାତ୍ୟ ପୁରୋହିତ ମନ୍ତ୍ରୀ ଘେନି ପାଳତୁ ଏ ଧରିତ୍ରୀ। ଏମନ୍ତେ ପୃଥ୍ୱୀ ପୁତ୍ରେ ଦେଇ ଗଲେ ନୃପତି ବନ ଭୂଇଁ। ବନେ ଆଧ୍ୟାତ୍ମ୍ୟ ଜ୍ଞାନ ସାଧି ଧୈର୍ଯ୍ୟ କାମାଦି ରିପୁ ବ୍ୟାଧି। ବିଷ୍ଣୁ ଲୋକକୁ ଗଲେ ରାଜା ଲମ୍ବକ ହେଲେ ପୃଥ୍ୱୀ ରାଜା।
ପାଳିଲେ ପୃଥି ପିତା ପରି, ଅଧର୍ମ ପଥ ଦୂର କରି। ବିଷ୍ଣୁ ବୈଷ୍ଣବ ଦ୍ୱିଜ ପୂଜା, ନିରତେ ଚମ୍ପାବତୀ ରାଜା। କଲେ ବିଧିରେ ମହାବ୍ରତ, ବିଷ୍ଣୁ ବୈଷ୍ଣବେ ଅତି ଭକ୍ତ। ହେଲେ ନୃପତି ମାନେ ବଶ, ନିର୍ମଳେ ପ୍ରସରିଲା ଯଶ। 16,000 ସମ୍ବତ୍ସର, ରାଜତ୍ୱ କଲେ ନୃପବର। ଅନ୍ତେ ପାଇଲେ ସ୍ୱର୍ଗପୁର, ପୁତ୍ରେ ହୋଇଲେ ରାଜେଶ୍ୱର। କହନ୍ତି କୃଷ୍ଣ ଶୁଣ ରାଜା, ସଫଳା ଏକାଦଶୀ ପୂଜା। କରିବେ ଯେଉଁ ନର ନାରୀ, ଏଥିରେ ରାଜ୍ୟ ଭୋଗ କରି। ଅନ୍ତେ ପାଇବେ ସ୍ୱର୍ଗପୁର, ଏହା ନିଶ୍ଚୟ ଯୁଧିଷ୍ଠିର। ସେ ଧନ୍ୟ କୃତ ପୁଣ୍ୟ ଜାଣ, କଲେ ସେ ସକଳ ସେବନ। ସଫଳା ଏକାଦଶୀ ବ୍ରତ, କରେ ଯେ ହୋଇ ବିଧିବନ୍ତ। ନାହିଁ ତହିଁରୁ ଭାଗ୍ୟବନ୍ତ, ଯାହାର ଜନ୍ମ ଫଳବନ୍ତ। ଆଉ ସୁଫଳା ଉପାସନ, କରେ ଯେ ତା ବିଧି ଶ୍ରବଣ। ସେ ବାଜପେୟ ଫଳ ପାଇ, ଦେବଙ୍କ ସଙ୍ଗେ ବସେ ଯାଇ। ଶୁଣିଏ କୃଷ୍ଣର ପ୍ରଭାବ, ଆନନ୍ଦେ ଯୁଧିଷ୍ଠିର ଦେବ। କୃଷ୍ଣକୁ ସମ୍ଭାବନା କରି, ପ୍ରବର୍ତ୍ତେ ଶୁକ୍ଳାକୁ ପଚାରି। ଇତି ଶ୍ରୀ ଭବିଷ୍ୟ ପୁରାଣେ ପୌଷ କୃଷ୍ଣ ସଫଳା ନାମେ ଏକାଦଶୀ ମାହାତ୍ମ୍ୟ ତୃତୀୟ ଅଧ୍ୟାୟ। ବର୍ତ୍ତମାନ ଯାଏ ସଫଳା ଏକାଦଶୀର ପଦ୍ୟ ଶୁଣୁଥିଲେ। ଏବେ ମୁଁ ଆପଣମାନଙ୍କୁ ସରଳ ଭାଷାରେ ଗଦ୍ୟ ରୂପରେ ବୁଝାଇ କହିବି। ସଫଳା ଏକାଦଶୀ। ଯୁଧିଷ୍ଠିର ପଚାରିଲେ, ହେ ସ୍ୱାମୀ, ପୌଷ ମାସ କୃଷ୍ଣ ପକ୍ଷରେ ଯେଉଁ ଏକାଦଶୀ ହୁଏ, ଏହାର ନାମ କ'ଣ? ଏହାର ବିଧି କ'ଣ ତଥା ଏଥିରେ କେଉଁ ଦେବତାଙ୍କୁ ପୂଜା କରାଯାଏ, ଏହା କହନ୍ତୁ। ଭଗବାନ ଶ୍ରୀକୃଷ୍ଣ କହିଲେ, ରାଜେନ୍ଦ୍ର, ବଡ଼ ବଡ଼ ଦକ୍ଷିଣା ମିଳୁଥିବା ଯଜ୍ଞରୁ ମୋତେ ଯେତେ ସନ୍ତୋଷ ମିଳେ ନାହିଁ, ଏକାଦଶୀ ବ୍ରତ ଅନୁଷ୍ଠାନରୁ ସେତିକି ମିଳେ। ପୌଷ ମାସ କୃଷ୍ଣ ପକ୍ଷରେ ସଫଳା ନାମକ ଏକାଦଶୀ ପଡ଼େ। ସେଦିନ ବିଧିପୂର୍ବକ ଭଗବାନ ନାରାୟଣଙ୍କ ପୂଜା କରିବା ଉଚିତ। ଯେପରି ନାଗମାନଙ୍କ ମଧ୍ୟରେ ଶେଷନାଗ, ପକ୍ଷୀଙ୍କ ମଧ୍ୟରେ ଗରୁଡ଼ ତଥା ଦେବତାଙ୍କ ମଧ୍ୟରେ ଶ୍ରୀବିଷ୍ଣୁ ଶ୍ରେଷ୍ଠ ଅଟନ୍ତି, ସେହିପରି ସମ୍ପୂର୍ଣ୍ଣ ବ୍ରତ ମଧ୍ୟରେ ଏକାଦଶୀ ବ୍ରତ ଶ୍ରେଷ୍ଠ। ରାଜନ୍, ସଫଳା ଏକାଦଶୀରେ ନାମ ମନ୍ତ୍ର ଉଚ୍ଚାରଣ କରି ନଡ଼ିଆ, ଗୁଆ, କାଗଜି ଲେମ୍ବୁ, ଜମ୍ଭୀର ଲେମ୍ବୁ, ଟଭା, ଡାଳିମ୍ବ, ଅଁଳା, ଲବଙ୍ଗ, ବଅଁରକୋଳି ତଥା ବିଶେଷତଃ ଆମ୍ବ ଓ ଧୂପ ଦୀପରେ ଶ୍ରୀହରିଙ୍କର ପୂଜା କରିବେ। ସଫଳ ଏକାଦଶୀରେ ବିଶେଷ ରୂପରେ ଦୀପ ପ୍ରଦାନ କରିବାର ବିଧାନ ଅଛି। ରାତିରେ ବୈଷ୍ଣବ ପୁରୁଷଙ୍କ ସାଙ୍ଗରେ ଜାଗରଣ କରିବା ଉଚିତ। ଜାଗରଣକାରୀଙ୍କୁ ଯେଉଁ ଫଳ ପ୍ରାପ୍ତି ହୁଏ, ତାହା 1000 ବର୍ଷ ତପସ୍ୟା କଲେ ମଧ୍ୟ ମିଳେ ନାହିଁ। ନୃପଶ୍ରେଷ୍ଠ, ଏବେ ସଫଳ ଏକାଦଶୀର ଶୁଭକାରିଣୀ କଥା ଶୁଣ। ଚମ୍ପାବତୀ ନାମକ ଏକ ବିଖ୍ୟାତ ନଗର ଅଛି, ଯାହା ଦିନେ ରାଜା ମାହିଷ୍ମତଙ୍କ ରାଜଧାନୀ ଥିଲା। ରାଜର୍ଷି ମାହିଷ୍ମତଙ୍କ 5 ଜଣ ପୁତ୍ର ଥିଲେ। ସେମାନଙ୍କ ମଧ୍ୟରୁ ଜ୍ୟେଷ୍ଠ ପୁତ୍ର ସର୍ବଦା ପାପକର୍ମରେ ଲିପ୍ତ ରହୁଥିଲା। ପରସ୍ତ୍ରୀଗାମୀ ଓ ବେଶ୍ୟାସକ୍ତ ଥିଲା। ସେ ପିତାଙ୍କ ଧନକୁ ପାପକର୍ମରେ ହିଁ ଖର୍ଚ୍ଚ କଲା। ସେ ସର୍ବଦା ଦୁରାଚାର ପରାୟଣ ତଥା ବୈଷ୍ଣବ ଓ ଦେବତାଙ୍କର ନିନ୍ଦା କରୁଥିଲା। ନିଜ ପୁତ୍ରକୁ ଏପରି ପାପାଚାରୀ ଦେଖି ରାଜା ମାହିଷ୍ମତ ତାହାର ନାମ ଲୁମ୍ଭକ ରଖିଦେଲେ। ତାପରେ ପିତା ଓ ଭାଇମାନେ ମିଶି ତାକୁ ରାଜ୍ୟରୁ ବିତାଡ଼ିତ କଲେ।
ଲୁମ୍ଭକ ଘନ ଜଙ୍ଗଲ ମଧ୍ୟକୁ ଚାଲିଗଲା। ସେଠାରେ ରହି ସେ ପ୍ରାୟ ସମସ୍ତ ନଗରରୁ ଧନ ଅପହରଣ ନେଲା। ଦିନେ ଯେତେବେଳେ ରାତିରେ ସେ ଚୋରି କରିବାକୁ ନଗରକୁ ଆସିବାରୁ ସିପାହୀମାନେ ତାକୁ ଧରିନେଲେ, କିନ୍ତୁ ସେ ନିଜକୁ ରାଜା ମାହିଷ୍ମତଙ୍କ ପୁତ୍ର ବୋଲି ପରିଚୟ ଦେବାରୁ ସିପାହୀମାନେ ତାକୁ ଛାଡ଼ିଦେଲେ। ସେ ପୁଣି ବଣକୁ ଫେରି ଆସିଲା ଏବଂ ମାଂସ ତଥା ବୃକ୍ଷର ଫଳ ଖାଇ ଜୀବନ ନିର୍ବାହ କରିବାକୁ ଲାଗିଲା। ସେହି ଦୁଷ୍କର ବିଶ୍ରାମ ସ୍ଥଳ ଗୋଟିଏ ଅଶ୍ୱତ୍ଥ ବୃକ୍ଷ ନିକଟରେ ଥିଲା। ସେ ଅଶ୍ୱତ୍ଥ ବୃକ୍ଷ ବହୁତ ବର୍ଷର ପୁରୁଣା ଥିଲା। ସେହି ବଣରେ ସେ ବୃକ୍ଷକୁ ଏକ ମହାନ ଦେବତା ବୋଲି ବିଶ୍ୱାସ କରାଯାଇଥିଲା। ପାପବୃଦ୍ଧି ଲୁମ୍ଭକ ସେହିଠାରେ ନିବାସ କରୁଥିଲା। ଦିନେ କୌଣସି ସଞ୍ଚିତ ପୁଣ୍ୟର ପ୍ରଭାବରେ ତା ଦ୍ୱାରା ଏକାଦଶୀ ବ୍ରତ ପାଳନ ହୋଇଗଲା। ପୌଷ ମାସର କୃଷ୍ଣପକ୍ଷ ଦଶମୀ ଦିନ ପାପିଷ୍ଠ ଲୁମ୍ଭକ ଗଛର ଫଳ ଖାଇଲା ଏବଂ ବସ୍ତ୍ରହୀନ ହେବା କାରଣରୁ ସାରା ରାତି ଶୀତରେ କଷ୍ଟ ଭୋଗିଲା। ଏହି ସମୟରେ ତାକୁ ନିଦ ଆସିଲା ନାହିଁ କି ଆରାମ ମଧ୍ୟ ମିଳିଲା ନାହିଁ। ସେ ନିଷ୍ପ୍ରାଣ ହୋଇ ପଡ଼ି ରହିଲା। ସୂର୍ଯ୍ୟୋଦୟ ହେବା ପରେ ମଧ୍ୟ ତାହାର ଚେତା ଆସିଲା ନାହିଁ। ସଫଳା ଏକାଦଶୀ ଦିନ ମଧ୍ୟ ଲୁମ୍ଭକ ଚେତାଶୂନ୍ୟ ହୋଇ ରହିଲା। ଦ୍ୱିପହର ବେଳକୁ ତାର ଚେତା ଫେରିଲା। ତାପରେ ଏପଟ ସେପଟ ଅନାଇ ଉଠିଲା ଓ ଛୋଟା ଲୋକ ଭଳି ଚାଲି ଚାଲି ବନ ମଧ୍ୟକୁ ଗଲା। ସେ ଭୋକରେ ଦୁର୍ବଳ ଓ ବ୍ୟାକୁଳ ଥିଲା। ରାଜନ୍, ଲୁମ୍ଭକ ବହୁତ ଫଳ ନେଇ ବିଶ୍ରାମ ସ୍ଥଳକୁ ଆସି ପହଞ୍ଚିଲା ବେଳକୁ ସୂର୍ଯ୍ୟାସ୍ତ ହୋଇସାରିଥିଲା। ତାପରେ ସେ ଏହି ଅଶ୍ୱତ୍ଥ ଗଛ ମୂଳରେ ଅନେକ ଗୁଡ଼ିଏ ଫଳ ନିବେଦନ କରି କହିଲା, ଏହି ଫଳ ଦ୍ୱାରା ଲକ୍ଷ୍ମୀପତି ଭଗବାନ ବିଷ୍ଣୁ ସନ୍ତୁଷ୍ଟ ହୁଅନ୍ତୁ। ଏହା କହି ଲୁମ୍ଭକ ସାରା ରାତି ଶୋଇଲା ନାହିଁ। ଭଗବାନ ବିଷ୍ଣୁ ସନ୍ତୁଷ୍ଟ ହୁଅନ୍ତୁ। ଏହା କହି ଲୁମ୍ଭକ ସାରା ରାତି ଶୋଇଲା ନାହିଁ। ଏହି ପ୍ରକାର ଅନାୟାସରେ ତାର ଏହି ବ୍ରତ ପାଳନ ହୋଇଗଲା। ଏହି ସମୟରେ ହଠାତ୍ ଆକାଶବାଣୀ ହେଲା, ରାଜକୁମାର, ତୁମେ ସଫଳ ଏକାଦଶୀର ପ୍ରସାଦରୁ ରାଜ୍ୟ ଓ ପୁତ୍ର ପ୍ରାପ୍ତ କରିବ। ଅତି ଉତ୍ତମ କହି ସେ ବରଦାନ ସ୍ୱୀକାର କଲା। ଏହାପରେ ସେ ଦିବ୍ୟ ରୂପ ଧାରଣ କଲା। ସେହି ଦିନଠାରୁ ତାର ଉତ୍ତମ ବୁଦ୍ଧି ଭଗବାନ ବିଷ୍ଣୁଙ୍କ ଭଜନରେ ଲାଗିଗଲା। ଦିବ୍ୟ ଆଭୂଷଣରେ ସୁସଜ୍ଜିତ ହୋଇ ସେ ନିଷ୍କଣ୍ଟକ ରାଜ୍ୟ ପ୍ରାପ୍ତ କଲା ଓ 15 ବର୍ଷ ପର୍ଯ୍ୟନ୍ତ ସେ ରାଜ୍ୟ ଶାସନ କଲା। ତାକୁ ମନୋଜ୍ଞ ନାମକ ପୁତ୍ର ପ୍ରାପ୍ତ ହେଲା। ପୁତ୍ର ବଡ଼ ହେବା ପରେ ସେ ରାଜ୍ୟର ମୋହମମତା ତ୍ୟାଗ କରି ପୁତ୍ର ହାତରେ ରାଜ୍ୟଭାର ଦେଇ ଭଗବାନ ଶ୍ରୀକୃଷ୍ଣଙ୍କୁ ଆରାଧନା କରି ସେହି ପରମଧାମକୁ ଯାତ୍ରା କଲେ, ଯେଉଁଠାରେ ଶୋକର ଚିହ୍ନବର୍ଣ୍ଣ ନଥାଏ। ରାଜନ୍, ଏହି ପ୍ରକାର ଯିଏ ସଫଳ ଏକାଦଶୀର ବ୍ରତ କରେ ସେ ଏହି ଲୋକରେ ସୁଖ ଭୋଗ କରି ମରିବା ପରେ ମୋକ୍ଷ ପ୍ରାପ୍ତ ହୁଏ। ଯିଏ ସଫଳ ଏକାଦଶୀ ବ୍ରତ ପାଳନ କରେ ସଂସାରରେ ସେ ମନୁଷ୍ୟ ଧନ୍ୟ। ତାହାର ଜୀବନ ସଫଳ ମହାରାଜ। ଏହାର ମହିମା ପଠନ ଶ୍ରବଣ ତଥା ତଦନୁସାରେ ଆଚରଣ କରିବା ଦ୍ୱାରା ମନୁଷ୍ୟ ରାଜସୂୟ ଯଜ୍ଞର ଫଳ ପ୍ରାପ୍ତ କରେ। ମାନବ ଜୀବନର ମୁଖ୍ୟ ଉଦ୍ଦେଶ୍ୟ ପରମାତ୍ମା ପ୍ରାପ୍ତି। ଶାରୀରିକ ସ୍ୱାସ୍ଥ୍ୟ, ମନୋବଳ ଓ ବୁଦ୍ଧିର ସାତ୍ତ୍ୱିକତା, ଏହି ତିନୋଟିରେ ସମ୍ପୂର୍ଣ୍ଣ ମନୁଷ୍ୟ ହିଁ ଭୋଗ ଓ ମୋକ୍ଷ ପାଇଥାଏ। ଏହା ସହିତ ବିବେକପୂର୍ବକ କରାଯାଉଥିବା ଏକାଦଶୀ ଆଦି ବ୍ରତ ଉପବାସର ଅତ୍ୟନ୍ତ ମହତ୍ତ୍ୱପୂର୍ଣ୍ଣ ଭୂମିକା ରହିଛି। ମନୁଷ୍ୟର ସର୍ବାଙ୍ଗୀନ ଉନ୍ନତିର ସୂତ୍ର ଏଥିରେ ନିହିତ ଅଛି। ଏକାଦଶୀର ଉତ୍ପତ୍ତି ପ୍ରସଙ୍ଗ ଯେତିକି ରୋମାଞ୍ଚକର, ଏହାର ମହିମା ବର୍ଣ୍ଣିତ ହୋଇଥିବା କଥା ପ୍ରସଙ୍ଗ ସମୂହ ମଧ୍ୟ ସେତିକି ମନୋରମ। ଏକାଦଶୀ ବ୍ରତର ଉଭୟ ପକ୍ଷର ଶାସ୍ତ୍ରୀୟ ବିବେଚନା ତଥା ଏହି ବିଷୟରେ ପୂଜ୍ୟଶ୍ରୀଙ୍କ ଅମୃତ ବଚନରେ ସଂକଳନକୁ ଏହି ପୁସ୍ତକ ମାଧ୍ୟମରେ ଆପଣଙ୍କ କରକମଳରେ ପହଞ୍ଚାଇବାର ସୌଭାଗ୍ୟ ସମିତିକୁ ପ୍ରାପ୍ତ ହୋଇଛି। ସେବା କରିବାର ଏହି ସୌଭାଗ୍ୟ ଲାଭ ହୋଇଥିବାରୁ ହାର୍ଦ୍ଦିକ ପ୍ରସନ୍ନତା ହେଉଛି। ହେ ଅଚ୍ୟୁତ, ହେ ଅନନ୍ତ, ହେ ଗୋବିନ୍ଦ, ଏହି ନାମୋଚ୍ଚାରଣ ରୂପୀ ଔଷଧି ଦ୍ୱାରା ସମସ୍ତ ରୋଗ ନଷ୍ଟ ହୋଇଯାଏ। ଏହା ମୁଁ ସତ୍ୟ କହୁଛି, ସତ୍ୟ କହୁଛି। ଏକାଦଶୀ ରାତିରେ ଶ୍ରୀହରିଙ୍କ ପାଖରେ ଜାଗରଣର ମହାତ୍ମ୍ୟ। ସର୍ବଧର୍ମର ଜ୍ଞାତା, ବେଦ ଓ ଶାସ୍ତ୍ରର ଅର୍ଥଜ୍ଞାନରେ ପାରଙ୍ଗମ, ସମସ୍ତଙ୍କ ହୃଦୟରେ ରମଣ କରୁଥିବା ଶ୍ରୀ ବିଷ୍ଣୁଙ୍କ ତତ୍ତ୍ୱକୁ ଜାଣିଥିବା ତଥା ଭଗବତ୍ ପରାୟଣ ପ୍ରହ୍ଲାଦ ସୁଖପୂର୍ବକ ବସିଥିବା ସମୟରେ ତାଙ୍କ ପାଖକୁ ସ୍ୱଧର୍ମ ପାଳନ କରୁଥିବା ମହର୍ଷିଗଣ କିଛି ପଚାରିବାକୁ ଆସିଲେ। ମହର୍ଷିଗଣ କହିଲେ, ପ୍ରହ୍ଲାଦ,
ଆପଣ ଏପରି ଏକ ସାଧନ କହନ୍ତୁ ଯେଉଁଥିରେ ଜ୍ଞାନ ଧ୍ୟାନ ଇନ୍ଦ୍ରିୟ ନିଗ୍ରହ ବିନା ମଧ୍ୟ ଅନାୟାସରେ ଭଗବାନ ବିଷ୍ଣୁଙ୍କ ପରମପଦ ପ୍ରାପ୍ତ ହୁଏ। ସେମାନେ ଏପରି ପଚାରିବାରୁ ସମ୍ପୂର୍ଣ୍ଣ ଜଗତର ହିତ ନିମନ୍ତେ ସଦା ଉଦ୍ୟତ ରହୁଥିବା ବିଷ୍ଣୁ ଭକ୍ତ ମହାଭାଗ ପ୍ରହ୍ଲାଦ ସଂକ୍ଷେପରେ ଏହି ପ୍ରକାର କହିଲେ। ମହର୍ଷିଗଣ, ଯାହା 18 ଖଣ୍ଡ ପୁରାଣର ସାରାଂଶ ଠାରୁ ମଧ୍ୟ ସାର ତତ୍ତ୍ୱ, ଯାହା କାର୍ତ୍ତିକ ପଚାରିବା ପରେ ଭଗବାନ ଶଙ୍କର ତାଙ୍କୁ କହିଥିଲେ, ତାହା ବର୍ଣ୍ଣନା କରୁଛି ଶୁଣନ୍ତୁ। ମହାଦେବ କାର୍ତ୍ତିକଙ୍କୁ କହିଲେ, ଯିଏ କଳିଯୁଗରେ ଏକାଦଶୀ ରାତିରେ ଉଜାଗର ରହି ବୈଷ୍ଣବ ଶାସ୍ତ୍ର ପାଠ କରେ, ତାର କୋଟି କୋଟି ଜନ୍ମର ସଞ୍ଚିତ 4 ପ୍ରକାର ପାପ ନଷ୍ଟ ହୋଇଯାଏ। ଯିଏ ଏକାଦଶୀ ଦିନ ବୈଷ୍ଣବ ଶାସ୍ତ୍ରର ଉପଦେଶ ପାଳନ କରେ, ସେ ମୋର ଭକ୍ତ। ଯାହାକୁ ଏକାଦଶୀ ଜାଗରଣରେ ନିଦ୍ରା ଆସେ ନାହିଁ ତଥା ଯିଏ ଉତ୍ସାହପୂର୍ବକ ନାଚେ ଓ ଗାଏ, ସେ ମୋର ବିଶେଷ ଭକ୍ତ। ମୁଁ ତାକୁ ଉତ୍ତମ ଜ୍ଞାନ ଦିଏ ଓ ଭଗବାନ ବିଷ୍ଣୁ ତାଙ୍କୁ ମୋକ୍ଷ ପ୍ରଦାନ କରନ୍ତି। ଏଣୁ ମୋର ଭକ୍ତଗଣ ବିଶେଷ ଭାବରେ ଜାଗରଣ କରିବା ଉଚିତ। ଯେଉଁମାନେ ଭଗବାନ ବିଷ୍ଣୁଙ୍କ ପ୍ରତି ବୈରଭାବ ରଖନ୍ତି, ସେମାନେ ମହାପାପୀ। ଯେଉଁମାନେ ଏକାଦଶୀ ଜାଗରଣ କରନ୍ତି ଓ ଗାଆନ୍ତି, ତାଙ୍କୁ ଅଧା ନିମିଷରେ ଅଗ୍ନିଷ୍ଟମ ତଥା ଅତିରାତ୍ର ଯଜ୍ଞ କରିବା ସମାନ ଫଳ ପ୍ରାପ୍ତ ହୁଏ। ଯେଉଁମାନେ ରାତ୍ରି ଜାଗରଣ ପୂର୍ବକ ବାରମ୍ବାର ଭଗବାନ ବିଷ୍ଣୁଙ୍କ ମୁଖାରବିନ୍ଦ ଦର୍ଶନ କରନ୍ତି, ତାଙ୍କୁ ମଧ୍ୟ ଏହି ଫଳ ପ୍ରାପ୍ତ ହୁଏ। ଯେଉଁ ମନୁଷ୍ୟ ଦ୍ୱାଦଶୀ ତିଥିରେ ଭଗବାନ ବିଷ୍ଣୁଙ୍କ ଆଗରେ ଜାଗରଣ କରନ୍ତି, ସେମାନେ ଯମରାଜଙ୍କ ପାଶରୁ ମୁକ୍ତ ହୋଇଯାଆନ୍ତି। ଯେଉଁମାନେ ଦ୍ୱାଦଶୀ ଜାଗରଣ କରିବା ସମୟରେ ଗୀତା ଶାସ୍ତ୍ର ଦ୍ୱାରା ମନୋରଞ୍ଜନ କରନ୍ତି, ସେମାନେ ମଧ୍ୟ ଯମରାଜଙ୍କ ବନ୍ଧନରୁ ମୁକ୍ତ ହୋଇଯାଆନ୍ତି। ଯେଉଁମାନେ ମରିଗଲେ ମଧ୍ୟ ଦ୍ୱାଦଶୀ ଜାଗରଣ ଛାଡ଼ନ୍ତି ନାହିଁ, ସେମାନେ ଧନ୍ୟ ଓ ପୁଣ୍ୟାତ୍ମା ଅଟନ୍ତି। ଯେଉଁମାନଙ୍କ ପରିବାରର ସଦସ୍ୟମାନେ ଏକାଦଶୀ ରାତ୍ରିରେ ଜାଗରଣ କରନ୍ତି, ସେମାନେ ମଧ୍ୟ ଧନ୍ୟ। ଯେଉଁମାନେ ଏକାଦଶୀରେ ଜାଗରଣ କରନ୍ତି, ସେମାନେ ଯଜ୍ଞ ଦାନ ଗୟାଶ୍ରାଦ୍ଧ ତଥା ନିତ୍ୟ ପ୍ରୟାଗ ସ୍ନାନର ପୁଣ୍ୟ ଲାଭ କରନ୍ତି। ସେମାନଙ୍କୁ ସନ୍ନ୍ୟାସୀର ପୁଣ୍ୟ ମଧ୍ୟ ଲାଭ ହୁଏ ଏବଂ ତାଙ୍କ ଦ୍ୱାରା ଇଷ୍ଟାପୂର୍ତ କର୍ମସମୂହ ମଧ୍ୟ ଉତ୍ତମ ରୂପେ ପାଳନ ହୋଇଯାଏ। ଷଡ଼ାନନ, ଭଗବାନ ବିଷ୍ଣୁଙ୍କ ଭକ୍ତ ଜାଗରଣ ସହିତ ଏକାଦଶୀ ବ୍ରତ କରନ୍ତି। ଏଥିପାଇଁ ସେମାନେ ସର୍ବଦା ମୋର ବିଶେଷ ପ୍ରିୟ। ଯିଏ ବର୍ଦ୍ଧିନୀ ଏକାଦଶୀ ରାତିରେ ଜାଗରଣ କରେ, ସେ ପୁନଃପ୍ରାପ୍ତ ହେବାକୁ ଥିବା ଶରୀରକୁ ସ୍ୱୟଂ ଭସ୍ମ କରିଦିଏ। ଯିଏ ତ୍ରିସ୍ପୃଶା ଏକାଦଶୀ ରାତ୍ରିରେ ଜାଗରଣ କରେ, ସେ ଭଗବାନ ବିଷ୍ଣୁଙ୍କ ସ୍ୱରୂପରେ ଲୀନ ହୋଇଯାଏ। ଯିଏ ହରିବୋଧିନୀ ଏକାଦଶୀ ରାତ୍ରିରେ ଜାଗରଣ କରେ, ତାର ସ୍ଥୂଳ ସୂକ୍ଷ୍ମ ସମସ୍ତ ପାପ ନଷ୍ଟ ହୋଇଥାଏ। ଯିଏ ଦ୍ୱାଦଶୀ ରାତିରେ ଜାଗରଣ ତଥା ତାଳ ସ୍ୱର ସହିତ ସଙ୍ଗୀତର ଆୟୋଜନ କରେ, ତାକୁ ମହାନ ପୁଣ୍ୟ ପ୍ରାପ୍ତ ହୋଇଥାଏ। ଯିଏ ଏକାଦଶୀ ଦିନ ଋଷିମାନଙ୍କ ଦ୍ୱାରା ରଚିତ ଦିବ୍ୟ ସ୍ତୋତ୍ର ଭଗବେଦ, ଋଗ୍ବେଦ, ଯଜୁର୍ବେଦ ତଥା ସାମବେଦର ବୈଷ୍ଣବ ମନ୍ତ୍ର, ବୈଦିକ ମନ୍ତ୍ର, ସଂସ୍କୃତ ଓ ପ୍ରାକୃତରେ ଅନ୍ୟ ସ୍ତୋତ୍ର ଦ୍ୱାରା ଏବଂ ଗୀତ ବାଦ୍ୟ ଆଦି ଦ୍ୱାରା ଭଗବାନ ବିଷ୍ଣୁଙ୍କୁ ସନ୍ତୁଷ୍ଟ କରେ, ତାକୁ ଭଗବାନ ବିଷ୍ଣୁ ମଧ୍ୟ ପରମାନନ୍ଦ ପ୍ରଦାନ କରନ୍ତି। ଯିଏ ଏକାଦଶୀ ରାତିରେ ଭଗବାନ ବିଷ୍ଣୁଙ୍କ ଆଗରେ ବୈଷ୍ଣବ ଭକ୍ତମାନଙ୍କ ନିକଟରେ ଗୀତା ଓ ବିଷ୍ଣୁ ସହସ୍ରନାମ ପାଠ କରନ୍ତି, ସେ ସେହି ପରମଧାମକୁ ଯାତ୍ରା କରନ୍ତି, ଯେଉଁଠି ସାକ୍ଷାତ ଭଗବାନ ନାରାୟଣ ବିରାଜମାନ ଅଛନ୍ତି। ପୁଣ୍ୟମୟ ଭାଗବତ ତଥା ସ୍କନ୍ଦ ପୁରାଣ ଭଗବାନ ବିଷ୍ଣୁଙ୍କର ଅତି ପ୍ରିୟ। ମଥୁରା ଏବଂ ବ୍ରଜରେ ଭଗବାନ ବିଷ୍ଣୁଙ୍କ ବାଳଚରିତ୍ରରେ ଯେଉଁ ବର୍ଣ୍ଣନା କରାଯାଇଛି, ତାକୁ ଯିଏ ଏକାଦଶୀ ରାତ୍ରିରେ ଭଗବାନ କେଶବଙ୍କ ପୂଜା ସାରି ପାଠ କରେ, ତାର କେତେ ପୁଣ୍ୟ ଲାଭ ହୁଏ, ଏହା ମଧ୍ୟ ଜାଣେ ନାହିଁ। ହୁଏତ ଭଗବାନ ବିଷ୍ଣୁ ଜାଣିଥାଇପାରନ୍ତି। ପୁତ୍ର, ଭଗବାନଙ୍କ ନିକଟରେ ଗୀତ, ନୃତ୍ୟ ତଥା ସ୍ତୋତ୍ର ପାଠ ଆଦିରୁ ଯେଉଁ ଫଳ ଲାଭ ହୁଏ, ତାହା କଳିଯୁଗରେ ଶ୍ରୀହରିଙ୍କ ନିକଟରେ ଜାଗରଣ କରିବା ସମୟରେ ବିଷ୍ଣୁ ସହସ୍ର ନାମ, ଗୀତା ତଥା ଶ୍ରୀମଦ୍ ଭାଗବତ ପାଠ କଲେ ସହସ୍ର ଗୁଣ ହୋଇ ମିଳିଥାଏ। ଯିଏ ଶ୍ରୀହରିଙ୍କ ପାଖରେ ଜାଗରଣ କରିବା ସମୟରେ ରାତିରେ ଦୀପ ଜଳାଏ, ତାର ପୁଣ୍ୟ 100 କଳ୍ପରେ ମଧ୍ୟ ନଷ୍ଟ ହୁଏ ନାହିଁ। ଯିଏ ଜାଗରଣ କାଳରେ ମଞ୍ଜରୀ ସହିତ ତୁଳସୀ ଦଳରେ ଭକ୍ତିପୂର୍ବକ ଶ୍ରୀହରିଙ୍କ ପୂଜା କରେ, ତାର ପୁଣି ଏହି ସଂସାରରେ ଜନ୍ମ ହୁଏ ନାହିଁ। ସ୍ନାନ, ଚନ୍ଦନ, ଲେପ, ଧୂପ, ଦୀପ, ନୈବେଦ୍ୟ ଓ ତାମ୍ବୁଳ ଏସବୁ ଜାଗରଣ କାଳରେ ଭଗବାନ ସମର୍ପିତ କରାଗଲେ ଅକ୍ଷୟ ପୁଣ୍ୟ ଲାଭ ହୋଇଥାଏ। କାର୍ତ୍ତିକେୟ, ଯେଉଁ ଭକ୍ତ ମୋର ଧ୍ୟାନ କରିବାକୁ ଚାହେଁ, ସେ ଏକାଦଶୀ ରାତ୍ରିରେ ଶ୍ରୀହରିଙ୍କ ପାଖରେ ଭକ୍ତିପୂର୍ବକ ଉଜାଗର ରହିବା ବିଧେୟ। ଏକାଦଶୀ ଦିନ ଯେଉଁ ଲୋକ ଜାଗରଣ କରନ୍ତି, ତାଙ୍କ ଶରୀରରେ ଇନ୍ଦ୍ର ଆଦି ଦେବତା ବାସ କରନ୍ତି।
ଯିଏ ଜାଗରଣ କାଳରେ ମହାଭାରତ ପାଠ କରେ ସେ ସେହି ପରମଧାମକୁ ଯାଏ ଯେଉଁଠାକୁ ସନ୍ନ୍ୟାସୀ ମହାତ୍ମାମାନେ ଯାଇଥାନ୍ତି। ଯିଏ ସେହି ସମୟରେ ଶ୍ରୀରାମଚନ୍ଦ୍ରଙ୍କର ଚରିତ ଦଶକଣ୍ଠବଧ ପାଠ କରନ୍ତି ସେମାନେ ଯୋଗବେତ୍ତାଙ୍କ ଗତି ପ୍ରାପ୍ତ ହୁଅନ୍ତି। ଯେଉଁମାନେ ଶ୍ରୀହରିଙ୍କ ପାଖରେ ଜାଗରଣ କରନ୍ତି ସେମାନେ ଚାରି ବେଦର ସ୍ୱାଧ୍ୟାୟ, ଦେବତାଙ୍କ ପୂଜା ଯଜ୍ଞାନୁଷ୍ଠାନ ତଥା ସମସ୍ତ ତୀର୍ଥରେ ସ୍ନାନ କରିଥାନ୍ତି। ଶ୍ରୀକୃଷ୍ଣଙ୍କ ଠାରୁ ବଡ଼ କୌଣସି ଦେବତା ନାହାନ୍ତି କି ଏକାଦଶୀ ବ୍ରତ ସଦୃଶ ଅନ୍ୟ କୌଣସି ବ୍ରତ ନାହିଁ। ଯେଉଁଠି ଭାଗବତ ଶାସ୍ତ୍ର ଅଛି, ଯେଉଁଠି ଭଗବାନ ବିଷ୍ଣୁଙ୍କ ନିମନ୍ତେ ଜାଗରଣ କରାଯାଏ ଓ ଯେଉଁଠି ଶାଳଗ୍ରାମ ଶିଳା ଅବସ୍ଥିତ ସେଠାରେ ସାକ୍ଷାତ ଭଗବାନ ବିଷ୍ଣୁ ଉପସ୍ଥିତ ଥାଆନ୍ତି। ଏକାଦଶୀ ବ୍ରତବିଧି। ଦଶମୀ ରାତ୍ରିରେ ପୂର୍ଣ୍ଣ ବ୍ରହ୍ମଚର୍ଯ୍ୟ ପାଳନ କରନ୍ତୁ ତଥା ଭୋଗ ବିଳାସରୁ ମଧ୍ୟ ଦୂରେଇ ରୁହନ୍ତୁ। ଏକାଦଶୀ ଦିନ ପ୍ରାତଃକାଳରେ ଦାନ୍ତକାଠି ଅଥବା ପେଷ୍ଟର ଉପଯୋଗ କରନ୍ତୁ ନାହିଁ। ଲେମ୍ବୁ, ଜାମୁ ଅଥବା ଆମ୍ବପତ୍ର ଚୋବାଇ ଆଙ୍ଗୁଳିରେ କଣ୍ଠକୁ ଶୁଦ୍ଧ କରିନିଅନ୍ତୁ। ଗଛରୁ ପତ୍ର ଛିଡ଼ାଇବା ମଧ୍ୟ ବର୍ଜିତ। ଏଣୁ ଆପେ ଝଡ଼ି ପଡ଼ିଥିବା ପତ୍ର ସେବନ କରନ୍ତୁ। ଯଦି ଏହା ସମ୍ଭବ ନ ହୁଏ ତେବେ କେବଳ ପାଣିରେ 12 ଥର କୁଳି କରି ପକାନ୍ତୁ। ପୁଣି ସ୍ନାନାଦି ନିତ୍ୟକର୍ମ ସାରି ମନ୍ଦିରକୁ ଯାଇ ଗୀତା ପାଠ କରନ୍ତୁ ଅଥବା ପୁରୋହିତ ଆଦିଙ୍କଠାରୁ ଶ୍ରବଣ କରନ୍ତୁ। ପ୍ରଭୁଙ୍କ ସମ୍ମୁଖରେ ଏଭଳି ପ୍ରତିଜ୍ଞା କରିବା ଉଚିତ ଯେ ଆଜି ମୁଁ ଚୋର, ପାଖଣ୍ଡୀ ଓ ଦୁରାଚାରୀ ମନୁଷ୍ୟଙ୍କ ସଙ୍ଗରେ କଥାବାର୍ତ୍ତା ହେବି ନାହିଁ କି କାହାରିକୁ ଦୁଃଖ ଦେବି ନାହିଁ। ଗୋ ବ୍ରାହ୍ମଣ ଆଦିଙ୍କୁ ଫଳାହାର ଓ ଅନ୍ନାଦି ଦେଇ ପ୍ରସନ୍ନ କରିବି। ରାତ୍ରିରେ ଜାଗରଣ କରି କୀର୍ତ୍ତନ କରିବି। ଓଂ ନମ ଭଗବତେ ବାସୁଦେବାୟ ଏହି 12 ଅକ୍ଷର ବିଶିଷ୍ଟ ମନ୍ତ୍ର ଅଥବା ଗୁରୁ ମନ୍ତ୍ର ଜପ କରିବି। ରାମକୃଷ୍ଣ ନାରାୟଣ ଇତ୍ୟାଦି ବିଷ୍ଣୁ ସହସ୍ର ନାମକୁ କଣ୍ଠର ଭୂଷଣ କରିବି। ଏହିପରି ପ୍ରତିଜ୍ଞା କରି ଶ୍ରୀ ବିଷ୍ଣୁ ଭଗବାନଙ୍କୁ ସ୍ମରଣ ପୂର୍ବକ ପ୍ରାର୍ଥନା କରନ୍ତୁ ଯେ ହେ ତ୍ରିଲୋକପତି, ମୋ ମାନ ମହତ ଆପଣଙ୍କ ହାତରେ। ଏଣୁ ମୋତେ ଏହି ପ୍ରତିଜ୍ଞା ପୂରା କରିବାକୁ ଶକ୍ତି ପ୍ରଦାନ କରନ୍ତୁ। ମୌନ ଜପ, ଶାସ୍ତ୍ର ପଠନ, କୀର୍ତ୍ତନ, ରାତ୍ରି ଜାଗରଣ ଏକାଦଶୀ ବ୍ରତରେ ବିଶେଷ ଲାଭଦାୟକ ହୋଇଥାଏ। ଏକାଦଶୀ ଦିନ ଅଶୁଦ୍ଧ ଦ୍ରବ୍ୟରେ ତିଆରି ହୋଇଥିବା ପେୟ ପଦାର୍ଥ ପାନ କରନ୍ତୁ ନାହିଁ। ଥଣ୍ଡା ପେୟ, ଏସିଡ୍ ଆଦି ମିଶ୍ରିତ ଡବାବନ୍ଦ ଫଳରସକୁ ମଧ୍ୟ ପିଅନ୍ତୁ ନାହିଁ। 2 ଥର ଭୋଜନ କରନ୍ତୁ ନାହିଁ। ଆଇସ୍କ୍ରିମ୍ ଆଦି ଜିନିଷ ଖାଆନ୍ତୁ ନାହିଁ। ଫଳ କିମ୍ବା ଘରେ ତିଆରି ଫଳରସ ଅଥବା ଅଳ୍ପ କ୍ଷୀର କିମ୍ବା ଜଳ ପିଇ ରହିବା ବିଶେଷ ଲାଭଦାୟକ। ବ୍ରତର ଏହି 3 ଦିନରେ କଂସା ବାସନ, ମାଂସ, ପିଆଜ, ରସୁଣ, ମସୁର ଡାଲି, ଚଣା, ଖୁଦ, ଶାଗ, ମହୁ, ତେଲ ଓ ଅଧିକ ଜଳ ସେବନ କରନ୍ତୁ ନାହିଁ। ବ୍ରତର ପୂର୍ବ ଅର୍ଥାତ୍ ଦଶମୀ ଓ ପରଦିନ ଅର୍ଥାତ୍ ଦ୍ୱାଦଶୀରେ ହବିଷ୍ୟାନ୍ନ ଓ ଗୋଘୃତ ଥରେ ମାତ୍ର ଭୋଜନ କରନ୍ତୁ। ଫଳାହାରୀ କୋବି, ଗାଜର, ଶାଲଗମ, ପାଳଙ୍ଗ, କୁଲଫା, ଶାଗ ଇତ୍ୟାଦି ସେବନ କରିବା ଅନୁଚିତ। ଆମ୍ବ, ଅଙ୍ଗୁର, କଦଳୀ, ବାଦାମ, ପିସ୍ତା ଇତ୍ୟାଦି ଅମୃତ ଫଳ ସେବନ କରିବା ଉଚିତ। ଜୁଆ, ନିଦ୍ରା, ପାନ, ପରନିନ୍ଦା, ଚୁଗୁଲି, ଚୋରି, ହିଂସା, ମୈଥୁନ, କ୍ରୋଧ ତଥା ମିଥ୍ୟା କପଟାଦି ଅନ୍ୟ କୁକର୍ମରୁ ନିତାନ୍ତ ଦୂରେଇ ରହିବା ଉଚିତ। ବଳଦ ପିଠିରେ ବସନ୍ତୁ ନାହିଁ। ଭୁଲବଶତଃ କୌଣସି ନିନ୍ଦୁକ ସଙ୍ଗରେ କଥା ହୋଇଗଲେ ଏହି ଦୋଷକୁ ଦୂର କରିବା ପାଇଁ ଭଗବାନ ସୂର୍ଯ୍ୟଙ୍କ ଦର୍ଶନ ତଥା ଧୂପ ଦୀପରେ ଶ୍ରୀହରିଙ୍କ ପୂଜା କରି କ୍ଷମା ମାଗି ନେବା ଉଚିତ। ଏକାଦଶୀ ଦିନ ଘରେ ଝାଡ଼ୁ କରନ୍ତୁ ନାହିଁ। ଏଥିରେ ପିମ୍ପୁଡ଼ି ଆଦି ସୂକ୍ଷ୍ମ ଜୀବର ମୃତ୍ୟୁ ଭୟ ରହେ। ଏହି ଦିନ ବାଳ କାଟନ୍ତୁ ନାହିଁ। ମଧୁର ବଚନ କହନ୍ତୁ, କମ୍ କହନ୍ତୁ। ଅଧିକା କହିବା ଦ୍ୱାରା ନ କହିବା ଭଳି ବଚନ ମଧ୍ୟ ପାଟିରୁ ବାହାରିଯାଏ। ସତ୍ୟ ଭାଷଣ କରିବା ଉଚିତ। ଏହି ଦିନ ଯଥାଶକ୍ତି ଅନ୍ନଦାନ କରନ୍ତୁ, କିନ୍ତୁ ନିଜେ ଅନ୍ୟ କାହା ଦ୍ୱାରା ଦିଆ ହୋଇଥିବା ଅନ୍ନ କଦାପି ଗ୍ରହଣ କରନ୍ତୁ ନାହିଁ। ପ୍ରତ୍ୟେକ ବସ୍ତୁ ପ୍ରଭୁଙ୍କୁ ଭୋଗ ଲଗାଇ ତଥା ତହିଁରେ ତୁଳସୀ ଦଳ ପକାଇ ଗ୍ରହଣ କରିବା ଉଚିତ। ଏକାଦଶୀ ଦିନ କୌଣସି ସମ୍ପର୍କୀୟଙ୍କ ମୃତ୍ୟୁ ହୋଇଗଲେ ଏହି ଦିନ ବ୍ରତ କରି ଏହାର ଫଳ ସଂକଳ୍ପ କରି ମୃତକଙ୍କୁ ଦେବା ଉଚିତ ଓ ଗଙ୍ଗାରେ ପୁଷ୍ପ ଅସ୍ଥି ପ୍ରବାହିତ କରିବା ପରେ ମଧ୍ୟ ଏକାଦଶୀ ବ୍ରତ ପାଳନ କରି ବ୍ରତଫଳ ପ୍ରାଣୀଙ୍କ ନିମିତ୍ତ ଦାନ କରିବା ଉଚିତ। ପ୍ରାଣୀ ମାତ୍ରେ ଅନ୍ତର୍ଯ୍ୟାମୀଙ୍କ ଅବତାର ଭାବି କାହାରି ସହିତ ଛଳକପଟ କରିବା ଅନୁଚିତ। ନିଜର ଅପମାନ କରୁଥିବା ଅଥବା କଟୁ ବଚନ କହୁଥିବା ଲୋକ ଉପରେ ଭୁଲରେ ମଧ୍ୟ କ୍ରୋଧ କରିବା ଅନୁଚିତ। ସନ୍ତୋଷର ଫଳ ସବୁବେଳେ ମଧୁର। ମନରେ ସର୍ବଦା ଦୟା ରଖିବା ଉଚିତ। ଏହି ବିଧିରେ ବ୍ରତ କରୁଥିବା ମନୁଷ୍ୟକୁ ଉତ୍ତମ ଫଳ ପ୍ରାପ୍ତ ହୋଇଥାଏ। ଦ୍ୱାଦଶୀ ଦିନ ବ୍ରାହ୍ମଣଙ୍କୁ ମିଷ୍ଟାନ୍ନ ଦକ୍ଷିଣା ଆଦି ଦ୍ୱାରା ପ୍ରସନ୍ନ କରି ସେମାନଙ୍କୁ ପରିକ୍ରମା କରିନେବା ଉଚିତ। ବ୍ରତ ସମାପ୍ତ କରିବାର ବିଧି। ଦ୍ୱାଦଶୀ ଦିନ ସେବା ପୂଜା ଜାଗାରେ
ବସି 7ଟି ଭଜା ଚଣାକୁ 14 ଖଣ୍ଡ କରି ନିଜର ମୁଞ୍ଜ ପଛପଟକୁ ଫିଙ୍ଗିବା ଉଚିତ। ମୋର 7 ଜନ୍ମର ଶାରୀରିକ, ବାଚିକ ଓ ମାନସିକ ପାପ ନଷ୍ଟ ହୋଇଗଲା। ଏହା ଭାବନା କରି 7 ଆଞ୍ଜୁଳା ଜଳ ପିଇ 7ଟି ଚଣାଦାନ ଖାଇ ବ୍ରତ ସମାପ୍ତ କରିବା ଉଚିତ। ଓଂ ନମୋ ଭଗବତେ ବାସୁଦେବାୟ। ଓଂ ନମୋ ଭଗବତେ କୃଷ୍ଣ ଚନ୍ଦ୍ରାୟ। ଓଂ ନମୋ ଭଗବତେ ରୂପକାଳାୟ। ଓଂ ନମୋ ଭଗବତେ ମହେଶ୍ୱରାୟ। ଓଂ ନମୋ ଭଗବତେ ବାସୁଦେବାୟ। ଓଂ ନମୋ ଭଗବତେ କୃଷ୍ଣ ଚନ୍ଦ୍ରାୟ। ଓଂ ନମୋ ଭଗବତେ ରୂପକାଳାୟ। ଓଂ ନମୋ ଭଗବତେ ମହେଶ୍ୱରାୟ। ଓଂ ନମୋ ଭଗବତେ ବାସୁଦେବାୟ। ଓଂ ନମୋ ଭଗବତେ କୃଷ୍ଣ ଚନ୍ଦ୍ରାୟ। ଓଂ ନମୋ ଭଗବତେ ରୂପକାଳାୟ। ଓଂ ନମୋ ଭଗବତେ ମହେଶ୍ୱରାୟ। ଓଂ ନମୋ ଭଗବତେ ବାସୁଦେବାୟ। ଓଂ ନମୋ ଭଗବତେ କୃଷ୍ଣ ଚନ୍ଦ୍ରାୟ। ଓଂ ନମୋ ଭଗବତେ ରୂପକାଳାୟ। ଓଂ ନମୋ ଭଗବତେ ମହେଶ୍ୱରାୟ। ଓଂ ନମୋ ଭଗବତେ ବାସୁଦେବାୟ। ଓଂ ନମୋ ଭଗବତେ କୃଷ୍ଣ ଚନ୍ଦ୍ରାୟ। ଓଂ ନମୋ ଭଗବତେ ରୂପକାଳାୟ। ଓଂ ନମୋ ଭଗବତେ ମହେଶ୍ୱରାୟ। ଓଂ ନମୋ ଭଗବତେ ବାସୁଦେବାୟ। ଓଂ ନମୋ ଭଗବତେ କୃଷ୍ଣ ଚନ୍ଦ୍ରାୟ। ଓଂ ନମୋ ଭଗବତେ ରୂପକାଳାୟ। ଓଂ ନମୋ ଭଗବତେ ମହେଶ୍ୱରାୟ। ଓଂ ନମୋ ଭଗବତେ ବାସୁଦେବାୟ। ଓଂ ନମୋ ଭଗବତେ କୃଷ୍ଣ ଚନ୍ଦ୍ରାୟ। ଓଂ ନମୋ ଭଗବତେ ରୂପକାଳାୟ। ଓଂ ନମୋ ଭଗବତେ ମହେଶ୍ୱରାୟ। ଓଂ ନମୋ ଭଗବତେ ବାସୁଦେବାୟ। ଓଂ ନମୋ ଭଗବତେ କୃଷ୍ଣ ଚନ୍ଦ୍ରାୟ। ଓଂ ନମୋ ଭଗବତେ ରୂପକାଳାୟ। ଓଂ ନମୋ ଭଗବତେ ମହେଶ୍ୱରାୟ। ଓଂ ନମୋ ଭଗବତେ ବାସୁଦେବାୟ। ଓଂ ନମୋ ଭଗବତେ କୃଷ୍ଣ ଚନ୍ଦ୍ରାୟ। ଓଂ ନମୋ ଭଗବତେ ରୂପକାଳାୟ। ଓଂ ନମୋ ଭଗବତେ ମହେଶ୍ୱରାୟ। ଓଂ ନମୋ ଭଗବତେ ବାସୁଦେବାୟ। ଓଂ ନମୋ ଭଗବତେ କୃଷ୍ଣ ଚନ୍ଦ୍ରାୟ। ଓଂ ନମୋ ଭଗବତେ ରୂପକାଳାୟ। ଓଂ ନମୋ ଭଗବତେ ମହେଶ୍ୱରାୟ। ଓଂ ନମୋ ଭଗବତେ ବାସୁଦେବାୟ। ଓଂ ନମୋ ଭଗବତେ କୃଷ୍ଣ ଚନ୍ଦ୍ରାୟ। ଓଂ ନମୋ ଭଗବତେ ରୂପକାଳାୟ। ଓଂ ନମୋ ଭଗବତେ ମହେଶ୍ୱରାୟ। ଓଂ ନମୋ ଭଗବତେ ବାସୁଦେବାୟ।
ॐ नमो भगवते कृष्णचन्द्राय ॐ नमो भगवते रूपकालाय ॐ नमो भगवते महेश्वराय ॐ नमो भगवते वासुदेवाय ॐ नमो भगवते कृष्णचन्द्राय ॐ नमो भगवते रूपकालाय ॐ नमो भगवते महेश्वराय ॐ नमो भगवते वासुदेवाय ॐ नमो भगवते कृष्णचन्द्राय ॐ नमो भगवते रूपकालाय ॐ नमो भगवते महेश्वराय ॐ नमो भगवते वासुदेवाय ॐ नमो भगवते कृष्णचन्द्राय ॐ नमो भगवते रूपकालाय ॐ नमो भगवते महेश्वराय ॐ नमो भगवते वासुदेवाय ॐ नमो भगवते कृष्णचन्द्राय ॐ नमो भगवते रूपकालाय ॐ नमो भगवते महेश्वराय ॐ नमो भगवते वासुदेवाय ॐ नमो भगवते कृष्णचन्द्राय ॐ नमो भगवते रूपकालाय ॐ नमो भगवते महेश्वराय ॐ नमो भगवते वासुदेवाय ॐ नमो भगवते कृष्णचन्द्राय ॐ नमो भगवते रूपकालाय ॐ नमो भगवते महेश्वराय ॐ नमो भगवते वासुदेवाय ॐ नमो भगवते कृष्णचन्द्राय ॐ नमो भगवते रूपकालाय ॐ नमो भगवते महेश्वराय ॐ नमो भगवते वासुदेवाय ॐ नमो भगवते कृष्णचन्द्राय ॐ नमो भगवते रूपकालाय ॐ नमो भगवते महेश्वराय ॐ नमो भगवते वासुदेवाय ॐ नमो भगवते कृष्णचन्द्राय ॐ नमो भगवते रूपकालाय ॐ नमो भगवते महेश्वराय ॐ नमो भगवते वासुदेवाय ॐ नमो भगवते कृष्णचन्द्राय ॐ नमो भगवते रूपकालाय ॐ नमो भगवते महेश्वराय ॐ नमो भगवते वासुदेवाय ॐ नमो भगवते कृष्णचन्द्राय ॐ नमो भगवते रूपकालाय ॐ नमो भगवते महेश्वराय ॐ नमो भगवते वासुदेवाय ॐ नमो भगवते
कृष्णचन्द्राय। ॐ नमो भगवते रूपकालाय। ॐ नमो भगवते महेश्वराय। ॐ नमो भगवते वासुदेवाय। ॐ नमो भगवते कृष्णचन्द्राय। ॐ नमो भगवते रूपकालाय। ॐ नमो भगवते महेश्वराय। ॐ नमो भगवते वासुदेवाय। ॐ नमो भगवते कृष्णचन्द्राय। ॐ नमो भगवते रूपकालाय। ॐ नमो भगवते महेश्वराय। ॐ नमो भगवते वासुदेवाय। ॐ नमो भगवते कृष्णचन्द्राय। ॐ नमो भगवते रूपकालाय। ॐ नमो भगवते महेश्वराय। ॐ नमो भगवते वासुदेवाय। ॐ नमो भगवते कृष्णचन्द्राय। ॐ नमो भगवते रूपकालाय। ॐ नमो भगवते महेश्वराय। ॐ नमो भगवते वासुदेवाय। ॐ नमो भगवते कृष्णचन्द्राय। ॐ नमो भगवते रूपकालाय। ॐ नमो भगवते महेश्वराय। ॐ नमो भगवते वासुदेवाय। ॐ नमो भगवते कृष्णचन्द्राय। ॐ नमो भगवते रूपकालाय। ॐ नमो भगवते महेश्वराय। ॐ नमो भगवते वासुदेवाय। ॐ नमो भगवते कृष्णचन्द्राय। ॐ नमो भगवते रूपकालाय। ॐ नमो भगवते महेश्वराय। ॐ नमो भगवते वासुदेवाय। ॐ नमो भगवते कृष्णचन्द्राय। ॐ नमो भगवते रूपकालाय। ॐ नमो भगवते महेश्वराय। ॐ नमो भगवते वासुदेवाय। ॐ नमो भगवते कृष्णचन्द्राय। ॐ नमो भगवते रूपकालाय। ॐ नमो भगवते महेश्वराय। ॐ नमो भगवते वासुदेवाय। ॐ नमो भगवते कृष्णचन्द्राय। ॐ नमो भगवते रूपकालाय। ॐ नमो भगवते महेश्वराय। ॐ नमो भगवते वासुदेवाय। ॐ नमो भगवते कृष्णचन्द्राय। ॐ नमो भगवते रूपकालाय। ॐ नमो भगवते महेश्वराय। ॐ नमो भगवते वासुदेवाय। ॐ नमो भगवते कृष्णचन्द्राय। ॐ नमो भगवते
रूपकालाय ॐ नमो भगवते महेश्वराय ॐ नमो भगवते वासुदेवाय ॐ नमो भगवते कृष्णचन्द्राय ॐ नमो भगवते रूपकालाय ॐ नमो भगवते महेश्वराय ॐ नमो भगवते वासुदेवाय ॐ नमो भगवते कृष्णचन्द्राय ॐ नमो भगवते रूपकालाय ॐ नमो भगवते महेश्वराय ॐ नमो भगवते वासुदेवाय ॐ नमो भगवते कृष्णचन्द्राय ॐ नमो भगवते रूपकालाय ॐ नमो भगवते महेश्वराय ॐ नमो भगवते वासुदेवाय ॐ नमो भगवते कृष्णचन्द्राय ॐ नमो भगवते रूपकालाय ॐ नमो भगवते महेश्वराय ॐ नमो भगवते वासुदेवाय ॐ नमो भगवते कृष्णचन्द्राय ॐ नमो भगवते रूपकालाय ॐ नमो भगवते महेश्वराय ॐ नमो भगवते वासुदेवाय ॐ नमो भगवते कृष्णचन्द्राय ॐ नमो भगवते रूपकालाय ॐ नमो भगवते महेश्वराय ॐ नमो भगवते वासुदेवाय ॐ नमो भगवते कृष्णचन्द्राय ॐ नमो भगवते रूपकालाय ॐ नमो भगवते महेश्वराय ॐ नमो भगवते वासुदेवाय ॐ नमो भगवते कृष्णचन्द्राय ॐ नमो भगवते रूपकालाय ॐ नमो भगवते महेश्वराय ॐ नमो भगवते वासुदेवाय ॐ नमो भगवते कृष्णचन्द्राय ॐ नमो भगवते रूपकालाय ॐ नमो भगवते महेश्वराय ॐ नमो भगवते वासुदेवाय ॐ नमो भगवते कृष्णचन्द्राय ॐ नमो भगवते रूपकालाय ॐ नमो भगवते महेश्वराय ॐ नमो भगवते वासुदेवाय ॐ नमो भगवते कृष्णचन्द्राय ॐ नमो भगवते रूपकालाय ॐ नमो भगवते महेश्वराय ॐ नमो भगवते वासुदेवाय ॐ नमो भगवते कृष्णचन्द्राय ॐ नमो भगवते रूपकालाय
ॐ नमो भगवते महेश्वराय। ॐ नमो भगवते वासुदेवाय। ॐ नमो भगवते कृष्णचन्द्राय। ॐ नमो भगवते रूपकालाय। ॐ नमो भगवते महेश्वराय। ॐ नमो भगवते वासुदेवाय। ॐ नमो भगवते कृष्णचन्द्राय। ॐ नमो भगवते रूपकालाय। ॐ नमो भगवते महेश्वराय। ॐ नमो भगवते वासुदेवाय। ॐ नमो भगवते कृष्णचन्द्राय। ॐ नमो भगवते रूपकालाय। ॐ नमो भगवते महेश्वराय। ॐ नमो भगवते वासुदेवाय। ॐ नमो भगवते कृष्णचन्द्राय। ॐ नमो भगवते रूपकालाय। ॐ नमो भगवते महेश्वराय। ॐ नमो भगवते वासुदेवाय। ॐ नमो भगवते कृष्णचन्द्राय। ॐ नमो भगवते रूपकालाय। ॐ नमो भगवते महेश्वराय। ॐ नमो भगवते वासुदेवाय। ॐ नमो भगवते कृष्णचन्द्राय। ॐ नमो भगवते रूपकालाय। ॐ नमो भगवते महेश्वराय। ॐ नमो भगवते वासुदेवाय। ॐ नमो भगवते कृष्णचन्द्राय। ॐ नमो भगवते रूपकालाय। ॐ नमो भगवते महेश्वराय। ॐ नमो भगवते वासुदेवाय। ॐ नमो भगवते कृष्णचन्द्राय। ॐ नमो भगवते रूपकालाय। ॐ नमो भगवते महेश्वराय। ॐ नमो भगवते वासुदेवाय। ॐ नमो भगवते कृष्णचन्द्राय। ॐ नमो भगवते रूपकालाय। ॐ नमो भगवते महेश्वराय। ॐ नमो भगवते वासुदेवाय। ॐ नमो भगवते कृष्णचन्द्राय। ॐ नमो भगवते रूपकालाय। ॐ नमो भगवते महेश्वराय। ॐ नमो भगवते वासुदेवाय। ॐ नमो भगवते कृष्णचन्द्राय। ॐ नमो भगवते रूपकालाय। ॐ नमो भगवते महेश्वराय। ॐ नमो भगवते वासुदेवाय। ॐ नमो भगवते कृष्णचन्द्राय। ॐ नमो भगवते रूपकालाय। ॐ नमो भगवते महेश्वराय।
महेश्वराय नमो भगवते कृष्णचन्द्राय ॐ नमो भगवते रूपकालाय ॐ नमो भगवते महेश्वराय ॐ नमो भगवते वासुदेवाय ॐ नमो भगवते कृष्णचन्द्राय ॐ नमो भगवते रूपकालाय ॐ नमो भगवते महेश्वराय ॐ नमो भगवते वासुदेवाय ॐ नमो भगवते कृष्णचन्द्राय ॐ नमो भगवते रूपकालाय ॐ नमो भगवते महेश्वराय ॐ नमो भगवते वासुदेवाय ॐ नमो भगवते कृष्णचन्द्राय ॐ नमो भगवते रूपकालाय ॐ नमो भगवते महेश्वराय ॐ नमो भगवते वासुदेवाय ॐ नमो भगवते कृष्णचन्द्राय ॐ नमो भगवते रूपकालाय ॐ नमो भगवते महेश्वराय ॐ नमो भगवते वासुदेवाय ॐ नमो भगवते कृष्णचन्द्राय ॐ नमो भगवते रूपकालाय ॐ नमो भगवते महेश्वराय ॐ नमो भगवते वासुदेवाय ॐ नमो भगवते कृष्णचन्द्राय ॐ नमो भगवते रूपकालाय ॐ नमो भगवते महेश्वराय ॐ नमो भगवते वासुदेवाय ॐ नमो भगवते कृष्णचन्द्राय ॐ नमो भगवते रूपकालाय ॐ नमो भगवते महेश्वराय ॐ नमो भगवते वासुदेवाय ॐ नमो भगवते कृष्णचन्द्राय ॐ नमो भगवते रूपकालाय ॐ नमो भगवते महेश्वराय ॐ नमो भगवते वासुदेवाय ॐ नमो भगवते कृष्णचन्द्राय ॐ नमो भगवते रूपकालाय ॐ नमो भगवते महेश्वराय ॐ नमो भगवते वासुदेवाय ॐ नमो भगवते कृष्णचन्द्राय ॐ नमो भगवते रूपकालाय ॐ नमो भगवते महेश्वराय ॐ नमो भगवते वासुदेवाय ॐ नमो भगवते कृष्णचन्द्राय ॐ नमो भगवते रूपकालाय ॐ नमो भगवते महेश्वराय ॐ नमो भगवते वासुदेवाय
ॐ नमो भगवते कृष्णचन्द्राय ॐ नमो भगवते रूपकालाय ॐ नमो भगवते महेश्वराय ॐ नमो भगवते वासुदेवाय ॐ नमो भगवते कृष्णचन्द्राय ॐ नमो भगवते रूपकालाय ॐ नमो भगवते महेश्वराय ॐ नमो भगवते वासुदेवाय ॐ नमो भगवते कृष्णचन्द्राय ॐ नमो भगवते रूपकालाय ॐ नमो भगवते महेश्वराय ॐ नमो भगवते वासुदेवाय ॐ नमो भगवते कृष्णचन्द्राय ॐ नमो भगवते रूपकालाय ॐ नमो भगवते महेश्वराय ॐ नमो भगवते वासुदेवाय ॐ नमो भगवते कृष्णचन्द्राय ॐ नमो भगवते रूपकालाय ॐ नमो भगवते महेश्वराय ॐ नमो भगवते वासुदेवाय ॐ नमो भगवते कृष्णचन्द्राय ॐ नमो भगवते रूपकालाय ॐ नमो भगवते महेश्वराय ॐ नमो भगवते वासुदेवाय ॐ नमो भगवते कृष्णचन्द्राय ॐ नमो भगवते रूपकालाय ॐ नमो भगवते महेश्वराय ॐ नमो भगवते वासुदेवाय ॐ नमो भगवते कृष्णचन्द्राय ॐ नमो भगवते रूपकालाय ॐ नमो भगवते महेश्वराय ॐ नमो भगवते वासुदेवाय ॐ नमो भगवते कृष्णचन्द्राय ॐ नमो भगवते रूपकालाय ॐ नमो भगवते महेश्वराय ॐ नमो भगवते वासुदेवाय ॐ नमो भगवते कृष्णचन्द्राय ॐ नमो भगवते रूपकालाय ॐ नमो भगवते महेश्वराय ॐ नमो भगवते वासुदेवाय ॐ नमो भगवते कृष्णचन्द्राय ॐ नमो भगवते रूपकालाय ॐ नमो भगवते महेश्वराय ॐ नमो भगवते वासुदेवाय ॐ नमो भगवते कृष्णचन्द्राय ॐ नमो भगवते रूपकालाय ॐ नमो भगवते महेश्वराय ॐ नमो भगवते वासुदेवाय ॐ नमो भगवते कृष्णचन्द्राय
ॐ नमो भगवते रूपकालाय ॐ नमो भगवते महेश्वराय ॐ नमो भगवते वासुदेवाय ॐ नमो भगवते कृष्णचन्द्राय ॐ नमो भगवते रूपकालाय ॐ नमो भगवते महेश्वराय ॐ नमो भगवते वासुदेवाय ॐ नमो भगवते कृष्णचन्द्राय ॐ नमो भगवते रूपकालाय ॐ नमो भगवते महेश्वराय ॐ नमो भगवते वासुदेवाय ॐ नमो भगवते कृष्णचन्द्राय ॐ नमो भगवते रूपकालाय ॐ नमो भगवते महेश्वराय ॐ नमो भगवते वासुदेवाय ॐ नमो भगवते कृष्णचन्द्राय ॐ नमो भगवते रूपकालाय ॐ नमो भगवते महेश्वराय ॐ नमो भगवते वासुदेवाय ॐ नमो भगवते कृष्णचन्द्राय ॐ नमो भगवते रूपकालाय ॐ नमो भगवते महेश्वराय ॐ नमो भगवते वासुदेवाय ॐ नमो भगवते कृष्णचन्द्राय ॐ नमो भगवते रूपकालाय ॐ नमो भगवते महेश्वराय ॐ नमो भगवते वासुदेवाय ॐ नमो भगवते कृष्णचन्द्राय ॐ नमो भगवते रूपकालाय ॐ नमो भगवते महेश्वराय ॐ नमो भगवते वासुदेवाय ॐ नमो भगवते कृष्णचन्द्राय ॐ नमो भगवते रूपकालाय ॐ नमो भगवते महेश्वराय ॐ नमो भगवते वासुदेवाय ॐ नमो भगवते कृष्णचन्द्राय ॐ नमो भगवते रूपकालाय ॐ नमो भगवते महेश्वराय ॐ नमो भगवते वासुदेवाय ॐ नमो भगवते कृष्णचन्द्राय ॐ नमो भगवते रूपकालाय ॐ नमो भगवते महेश्वराय ॐ नमो भगवते वासुदेवाय ॐ नमो भगवते कृष्णचन्द्राय ॐ नमो भगवते रूपकालाय ॐ नमो भगवते महेश्वराय ॐ नमो भगवते वासुदेवाय ॐ नमो भगवते कृष्णचन्द्राय ॐ नमो भगवते
रूपकालाय ॐ नमो भगवते महेश्वराय ॐ नमो भगवते वासुदेवाय ॐ नमो भगवते कृष्णचन्द्राय ॐ नमो भगवते रूपकालाय ॐ नमो भगवते महेश्वराय ॐ नमो भगवते वासुदेवाय ॐ नमो भगवते कृष्णचन्द्राय ॐ नमो भगवते रूपकालाय ॐ नमो भगवते महेश्वराय ॐ नमो भगवते वासुदेवाय ॐ नमो भगवते कृष्णचन्द्राय ॐ नमो भगवते रूपकालाय ॐ नमो भगवते महेश्वराय ॐ नमो भगवते वासुदेवाय ॐ नमो भगवते कृष्णचन्द्राय ॐ नमो भगवते रूपकालाय ॐ नमो भगवते महेश्वराय ॐ नमो भगवते वासुदेवाय ॐ नमो भगवते कृष्णचन्द्राय ॐ नमो भगवते रूपकालाय ॐ नमो भगवते महेश्वराय ॐ नमो भगवते वासुदेवाय ॐ नमो भगवते कृष्णचन्द्राय ॐ नमो भगवते रूपकालाय ॐ नमो भगवते महेश्वराय ॐ नमो भगवते वासुदेवाय ॐ नमो भगवते कृष्णचन्द्राय ॐ नमो भगवते रूपकालाय ॐ नमो भगवते महेश्वराय ॐ नमो भगवते वासुदेवाय ॐ नमो भगवते कृष्णचन्द्राय ॐ नमो भगवते रूपकालाय ॐ नमो भगवते महेश्वराय ॐ नमो भगवते वासुदेवाय ॐ नमो भगवते कृष्णचन्द्राय ॐ नमो भगवते रूपकालाय ॐ नमो भगवते महेश्वराय ॐ नमो भगवते वासुदेवाय ॐ नमो भगवते कृष्णचन्द्राय ॐ नमो भगवते रूपकालाय ॐ नमो भगवते महेश्वराय ॐ नमो भगवते वासुदेवाय ॐ नमो भगवते कृष्णचन्द्राय ॐ नमो भगवते रूपकालाय ॐ नमो भगवते महेश्वराय ॐ नमो भगवते वासुदेवाय ॐ नमो भगवते कृष्णचन्द्राय ॐ नमो भगवते रूपकालाय
ॐ नमो भगवते महेश्वराय। ॐ नमो भगवते वासुदेवाय। ॐ नमो भगवते कृष्णचन्द्राय। ॐ नमो भगवते रूपकालाय। ॐ नमो भगवते महेश्वराय। ॐ नमो भगवते वासुदेवाय। ॐ नमो भगवते कृष्णचन्द्राय। ॐ नमो भगवते रूपकालाय। ॐ नमो भगवते महेश्वराय। ॐ नमो भगवते वासुदेवाय। ॐ नमो भगवते कृष्णचन्द्राय। ॐ नमो भगवते रूपकालाय। ॐ नमो भगवते महेश्वराय। ॐ नमो भगवते वासुदेवाय। ॐ नमो भगवते कृष्णचन्द्राय। ॐ नमो भगवते रूपकालाय। ॐ नमो भगवते महेश्वराय।